শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত ষষ্ঠ স্কন্ধ চতুর্থ অধ্যায়। চতুর্থে প্রজা সৃষ্টি পাই দক্ষ হরিঙ্কি আরাধই। রাজা পরীক্ষিত উবাচ দেব আসুর নর নাଗ ତୁମ୍ଭେ କହିଲ ମହାଭାଗ। ମୃଗ ପକ୍ଷୀଙ୍କ ସୃଷ୍ଟି ଯେତେ କହିଲ ମୋହର ଗ୍ରତେ। ଯେତେ ସ୍ୱୟମ୍ଭୁ ମନ୍ୱନ୍ତରେ ସଂକ୍ଷେପେ କହିଲ ମୋହରେ। ସେ ମନ୍ୱନ୍ତରେ ଭଗବାନ ଯେ ଅନୁସର୍ଗର ବିଧାନ। ଯେମନ୍ତ ଆତ୍ମା ଶକ୍ତି ଘେନି ସର୍ଜିଲେ ପ୍ରଭୁ ଅନ୍ତର୍ଯାମୀ। ସେ କଥା ଶୁଣିବାକୁ ମୋର ଶ୍ରଦ୍ଧା ବଳିଲା ମୁନିବର। ସୁତ ଉବାଚ ରାଜାର ପ୍ରଶ୍ନ ଶୁଣି କର୍ଣ୍ଣେ ଆନନ୍ଦେ ହରଷ ବଦନେ। ଭୋମୁନି ଗଣେ ଶୁଣ ତାହା ନୃପେ କହିଲେ ସୁକ ଯାହା। ଶ୍ରୀ ସୁକ ଉବାଚ ଯେବେ ପ୍ରଚେତା ଭାଇ ଦଶ ସମୁଦ୍ର ଉଠି ଦଶ ଦିଶ। ଚାହିଁଲେ ବହୁ ଦ୍ରୁମମାନ ପୃଥିବୀ କଲା ଆଚ୍ଛାଦନ। ବୃକ୍ଷମାନଙ୍କୁ ଦେଖି ଡୋଳେ ତପେ ଦୀକ୍ଷିତ କୋପାନଳେ। ମୁଖରୁ ଅଗ୍ନି ବାୟୁ ଦୁଇ ସର୍ଜିଲେ ବୃକ୍ଷ କ୍ଷୟ ପାଇଁ। ପବନ ଅଗ୍ନିରେ ଦହନ ବୃକ୍ଷ ହୋଇଲେ ଯହୁଁ କ୍ଷୀଣ। ତା ଦେଖି ଶୁଣ ପରୀକ୍ଷିତ ଚନ୍ଦ୍ର ହୋଇଲେ ଉପଗତ। କ୍ରୋଧ ସାନ୍ତ୍ୱନା କରିବାରେ ତାଙ୍କୁ ବୋଇଲେ ସୁଧା କରେ। ଭୋ ସ୍ୱାମୀ ମାନେ ତୁମ୍ଭେ ଶୁଣ ବୃକ୍ଷ ହୋଇଲେ ଅତି କ୍ଷୀଣ। ଦହନ ନ କର ଟିଆର ତୁମ୍ଭେ ଯେ ପ୍ରତି ପ୍ରଜାଙ୍କର। ପ୍ରଜାପତିଙ୍କ ପତି ହରି ଅବୟ ପୁରୁଷ ମୁରାରି। ଔଷଧି ବନସ୍ପତି ଯେତେ ତାର ସଞ୍ଚିଲା ଏ ଜଗତେ। ସଂସାରେ ଭକ୍ଷ ଭୋଜ୍ୟ ଅନ୍ନ ସେ ବିଭୁ କରିଛି ସର୍ଜନ। ଚର ଅଚର ଆଦି ଯେତେ ପାଦ ନିପାଦର ସହିତେ। ଅହସ୍ତ ହସ୍ତ ଯୁକ୍ତ ଯେହୁ ଦ୍ୱିପଦ ଚତୁଷ୍ପଦ କେହୁ। ତୁମ୍ଭେ ସକଳେ ସଜୀବ ସଂସାରେ ଛନ୍ତି ଯେତେ ଜୀବ। ପ୍ରଜାର ସୃଷ୍ଟି କରିବାରେ ଯେଣୁ ଅଇଲ ଏ ସଂସାରେ। ଶୁଣିମା ହେଉ ସାବଧାନ ଦହନ ନ କର ଏ ବନ। ପିତା ପିତାମହ ତୁମ୍ଭର ସେବିତା ପ୍ରପିତାମହର। ନ କର ସତ୍ୟ ମାର୍ଗ ଦୂର କ୍ରୋଧ ନଳ ଦୂର କର। ବାଳକ ବନ୍ଧୁ ପିତା ମାତା ନୟନ ବନ୍ଧୁ ଲୋମ ପତା। ଭିକ୍ଷୁକ ବନ୍ଧୁ ଗୃହୀଜନ ଅଜ୍ଞର ବନ୍ଧୁ ସୁଜ୍ଞଜନ। ସ୍ତ୍ରୀର ବନ୍ଧୁ ସ୍ୱାମୀ ନିଜ ପ୍ରଜାର ବନ୍ଧୁ ମହାରାଜ। ଜୀବର ହୃଦଗତେ ହରି ଅଛନ୍ତି ଆତ୍ମା ରୂପ ଧରି। ଯେ ସର୍ବ ସମାନ ଦେଖଇ ତାହାକୁ ଜ୍ଞାନୀ ବୋଲି କହି। କ୍ରୋଧକୁ ଜିଣେ ଯେଉଁ ନର ସେ ଜାଣ ତ୍ରିଗୁଣ ବାହାର। କଲ୍ୟାଣ ହୋଇବ ତୁମ୍ଭର ସେ ସଦ୍ରୁମଙ୍କୁ ରକ୍ଷା କର। ବୃକ୍ଷ ପାଳିତ ଯେଉଁ କନ୍ୟା ସେ ହେଉ ତୁମ୍ଭ ମନୋରମା।
ଏତେକ କହି ରାଜା ସୋମ ଆନନ୍ଦେ ହରସ ବଦନ କନ୍ୟାକୁ ଆଣି ତାଙ୍କୁ ଦେଲେ ହରସେ ନିଜ ପୁରେ ଗଲେ। ସେମାନେ କନ୍ୟା ଆଗୁ ସାରି ବିବାହ ହୋଇଲେ ଧର୍ମେ କରି ତାହାଙ୍କ ବୀର୍ଯ୍ୟ ସେ କନ୍ୟାର ଜନ୍ମିଲେ ଦକ୍ଷ ଦେବବର। ଯାହାର ପ୍ରଜାର ସର୍ଜନେ ପ୍ରଜା ପୁରିଲେ ତ୍ରିଭୁବନେ ଯେମନ୍ତେ ଦକ୍ଷ ପ୍ରଜାପତି ସର୍ଜିଲେ ସର୍ବଭୂତ ସ୍ଥିତି। ମାନସେ ବିଜେ ଅବାଯାହା ସର୍ଜିଲେ ଶୁଣ କହୁ ତାହା। ପ୍ରଥମେ ମନୁ କଲା ଜାତ ସେ ପ୍ରଜାପତି ଲୋକନାଥ। ଦେବ ଅସୁର ନର ଆଦି ଆକାଶ ଜଳ ସ୍ଥଳ ସିଦ୍ଧି ପ୍ରଜା ବୃଦ୍ଧି ଦେଖି ଦକ୍ଷ ମନରେ କଲେ ଅତି ଦୁଃଖ। ବିନ୍ଧ୍ୟ ପର୍ବତକୁ ସେ ଯାଇ ତପ ଆରମ୍ଭ କଲେ ତହିଁ ତକ୍ଷଣେ କରି ଆଚମନ ଯେ ତୀର୍ଥ ଅଘମ ରକ୍ଷଣ। ଯାହାର ଜଳ ସ୍ପର୍ଶରେ ସକଳ ପାପ ଯାଇ ଦୂରେ ତହିଁ ବସିଲେ ତପ କରି ତୋଷିଲେ ପ୍ରଭୁ ନରହରି। ଏହି ସ୍ତବରେ କଲେ ସ୍ତୁତି ଯେଣେ ପ୍ରସନ୍ନ ଶ୍ରୀପତି। ପ୍ରଜାପତି ଉବାଚ ନମସ୍ତେ ପ୍ରଭୁ ଆଦିଧାତା ଜୀବ ମାୟାର ଯେ ନିୟନ୍ତା। ଅଦୃଷ୍ଟ ଯାହାର ମହିମା ଗୁଣ ବୁଦ୍ଧିରେ ନହେ ସୀମା। ଯାହାର ଆଜ୍ଞାରେ ଜଗତ ନମସ୍ତେ ପ୍ରଭୁ ଆଦିଭୂତ। ଯାହାର ସଖା ଅଟେ ଜୀବ ନ ଜାଣେ ତାହାର ପ୍ରଭାବ। ଏ ଦେହେ ସମାନେ ବସଇ ତଥାପି ଜୀବନ ଜାଣଇ। ପ୍ରକାଶ ଇନ୍ଦ୍ରିୟ ଗଣର ଯେମି ବିଷୟ ଅଗୋଚର। ସଂସାରେ ଅଛି ପୂର୍ଣ୍ଣ ହୋଇ ସେ ମହେଶ୍ୱରଙ୍କୁ ନମଇ। ଦେହ ଇନ୍ଦ୍ରିୟ ପ୍ରାଣ ମନ ଯେ ଭୂତ ମାତ୍ରାଦି ପଞ୍ଚମ। ଏମାନେ ନିଜ ସ୍ୱରୂପକୁ ନ ଜାଣେ କେହି ଯେ କାହାକୁ। ଜୀବ ଯେ ସର୍ବ ଜାଣଇ ସେ ଜୀବ ଯାକୁ ନ ଜାଣଇ। ସକଳ ଭୂତରେ ଯେ ଥାଇ ତାହାକୁ କେହି ନ ଜାଣଇ। ସର୍ବଜ୍ଞ ଅନନ୍ତ ଅଟଇ ତାହାକୁ ଦଣ୍ଡବତ ମୁହିଁ। ସମାଧି ଯୋଗେ ଦୃଷ୍ଟି ଶ୍ରୁତି ବିନାଶେ ଯେ ହୋଏ ପ୍ରତୀତି। କେବଳ ସ୍ୱରୂପ ଜ୍ଞାନରେ ଅଶେଷ ଘଟେ ଯେହୁ ପୁରେ। ଯେ ହଂସ ଶୁଦ୍ଧ ଚିତ ଘର ତାହାଙ୍କୁ ମୋର ନମସ୍କାର। ହୃଦ ପଦ୍ମରେ ଯାକୁ ଧରି ପଣ୍ଡିତେ ଧ୍ୟାନକୁ ଆଚରି। ଅଶେଷ ବିଶେଷ ମାୟାର ନିଷେଧ ଅନୁଭବ ଯାର। ସେ ସର୍ବରୂପ ସର୍ବନାମ ସକଳ ଯାହାର ଭିଆଣ। ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ ସର୍ବକାରଣ ଭଗବାନ। ଭଜନ କରନ୍ତି ଯେ ଜନେ ଏ ବୁଦ୍ଧି ଇନ୍ଦ୍ରିୟ ବଚନେ। ଯେ ପ୍ରଭୁ ଏଥୁ ଅଗୋଚର ତାହାଙ୍କୁ ମୋର ନମସ୍କାର। ଯାହା ଠାବରେ ଚାହା ତହୁଁ ଯେ ସର୍ବରୂପ ଏକ ଦେହୁ। ଯେ କାର୍ଯ୍ୟ କରାଇ କରଇ ଯାହାର ତହୁଁ ଆନ ନାହିଁ। ପର ଉପରେ ଯେହୁ ପର ଆଦ୍ୟହୁ ସିଦ୍ଧ ଯେ ଈଶ୍ୱର। ହେମନ୍ତ ଯେହୁ ପରମ ବ୍ରହ୍ମ ତାହାଙ୍କୁ ନମସ୍କାର ମମ। ନିଜ ଶକ୍ତି ମାନେ ଯାହାର ବାଦି ମାନଙ୍କର। ବିବାଦ ବିଂଶ ବାଦେ କରି ପ୍ରାଣୀମାନଙ୍କ ଚିତ ହରି। ହେମନ୍ତ ଅନନ୍ତ ଜଗୁଣ ନମଇ ତାହାର ଚରଣ।
ସଂସାରେ ଅସ୍ତି ନାସ୍ତି ଯେତେ ବସ୍ତୁର ନିଷ୍ଠା ଏହି ମତେ ସଂଖ୍ୟା ଯୋଗରେ ପ୍ରବର୍ତ୍ତିତ ସେ ସମଳ ବହୁତ ଭିନ୍ନ ବିରୁଦ୍ଧ ଧର୍ମ ସେହି ତା ବିନୁ ଆନ କେହି ନାହିଁ ପଦ୍ମ ପାଦରେ ଯେ ଭଜଇ ତାହାରେ ଅନୁଗ୍ରହ ପାଇଁ ଜନମେ ନାମ ରୂପ ଧରି ଶରୀର ବହଇ ଯେ ହରି ସେ ମତେ ହୁଅନ୍ତୁ ପ୍ରସନ୍ନ ସର୍ବକାରଣ ଭଗବାନ ପ୍ରକୃତ ଜ୍ଞାନ ପଥେ କରି ଯେ ପ୍ରଭୁ ନାନା ରୂପ ଧରି ଶୋଭା ପାଉଚି ଅନୁକ୍ଷଣ ଅଖିଳ ପ୍ରାଣ ନାରାୟଣ ପୃଥିବୀ ଗୁଣକୁ ବସାଇ ଅନିଳ ଯେ ସନ ବହଇ ଯେ ପ୍ରଭୁ ମହିମାଏ ମନ୍ତ ପୂର୍ଣ୍ଣମ କରୁ ମନୋରଥ ଶ୍ରୀ ଶୁକ ଉବାଚ ଏମନ୍ତେ ଦକ୍ଷ ସ୍ତୁତି ଶୁଣି ପ୍ରସନ୍ନ ହୋଇ ଚକ୍ରପାଣି ତକ୍ଷଣେ ଅଘମ ରକ୍ଷଣେ আসি মিলিলে নারায়ণে শুণ হে কুরু নৃপবর ভক্তবৎসল চক্রধর আরোহী জান খগরাজ লম্ব সুন্দর অষ্টভুজ শঙ্খ চক্র চর্ম খড়গ গদাসি পাশ সারঙ্গ ধরিণ ছন্তি অষ্টকর অদ্ভুত রূপ মনোহর পীতবসন ঘনশ্যাম বদন ঈক্ষণ প্রসন্ন নিবিড় অঙ্গে বনমাল শোভিত মকর কুণ্ডল শ্রীবৎস কৌস্তুভ সাজে কিরীট কঙ্কণ বিরাজে কাঞ্চি অঙ্গদ রত্নমুদি বলয় নূপুর প্রসিদ্ধি রূপ ত্রৈলোক্য মনোহর ধরিণ ব্রহ্মাণ্ড ঠাকুর নন্দনারদ আদি যেতে বেষ্টিত হইন সমস্তে বিষ্ণুଙ୍କୁ করন্তি ভজন সিদ্ধ গন্ধর্ব যে চারণ অতি অদ্ভুত রূপ হরি দক্ষ দেখিণ ভয় করি নমিলা দণ্ডবত হই আনন্দ কে পারিব কহি হরসে বিহলিত মন মুখরু নস্ফুরে বচন ইন্দ্রিয়ঙ্করে পূর্ণ মন নির্ঝরে হাদি নিজে সন মোর ভকত প্রজা কাম এমন্ত জানি ভগবান সকল প্রাণীঙ্কর মন জানন্তি প্রভু ভগবান প্রজাপতি কি চাহি হরি কিছু বইলে দয়া করি শ্রী ভগবান উবাচ হে প্রাচেতস মহাভাগ তুম্ভরে মোর অনুরাগ যেণু ভকতি দৃঢ় মনে ভজিল মোহর চরণে যেণু তো তপ জনহিত প্রসন্ন হেলু প্রজানাথ
ଭକତ ମାନଙ୍କ ସମ୍ପତ୍ତି ନିରତେ ମନେ ମୋହି ଚିନ୍ତି ବ୍ରହ୍ମା ଶଙ୍କର ମନୁବର ତୁମ୍ଭେ ଇନ୍ଦ୍ରାଦି ଦେବବର ଉଦ୍ଭବ ପ୍ରାଣୀ ମାନଙ୍କର ତୁମ୍ଭେ ଯେ ବିଭୂତି ମୋହର ତପସ୍ୟା ମୋହର ହୃଦୟ ଦେବ ଦେବାଙ୍ଗ ମୋର ଦେହ କ୍ରିୟାକୃତି ମୋର ଜାଣ ଯଜ୍ଞ ମୋହର ଅଙ୍ଗମାନ ମୋହର ଆତ୍ମା ଧର୍ମ ଜାଣ ଦେବତା ମାନେ ମୋର ପ୍ରାଣ ବାହ୍ୟ ଅନ୍ତରେ ମୁହିଁ ଥାଇ ସକଳ ଆଦି ଭୂତ ମୁହିଁ ସଂସାରେ ସର୍ବରୂପ ହୋଇ ଅବ୍ୟକ୍ତ ରୂପେ ମୁହିଁ ଥାଇ ନାମରେ ଅବଶେଷ ହୋଇ ମୋ ତହୁଁ ଅନ୍ୟ କେହି ନାହିଁ ଅନନ୍ତ ଗୁଣେ ମୁଁ ଅନନ୍ତ ମୋର ଗୁଣରେ ହୋଇ ଜାତ ଗୁଣ ଶରୀରକୁ ଧୋଇଲେ ସ୍ୱୟମ୍ଭୁ ଦେହକୁ ପାଇଲେ ସ୍ୱୟମ୍ଭୁ ସୃଜନେ ସଂସାର ନ ଦେଖି ସମର୍ଥ ଆତ୍ମାର ସୃଷ୍ଟି କରିବା ଚିତେ ଧରି ଉଦ୍ୟମ ମୋର ବଳେ କରି ବୋଇଲୁ ଆମ୍ଭ ବାକ୍ୟ କର ଘୋର ତପସ୍ୟାକୁ ଆଚର ସୃଷ୍ଟି କରତା ତୁମ୍ଭେ କାହିଁ ତପର ବଳେ ସୃଷ୍ଟି ହୋଇ ପଞ୍ଚଜନର ଏ କୁମାରୀ ଆଶିକ୍ନି ନାମେ ଯେ ସୁନ୍ଦରୀ ଏହାକୁ ପତ୍ନୀ ଭାବେ ତୋର ଗ୍ରହଣ କରି ସୃଷ୍ଟି କର ମୈଥୁନେ ହେବ ବଡ଼ ଶୋଭା ଆନନ୍ଦେ ହୁଅ ଶୁଭେ ବିଭା ତୁମ୍ଭର ଠାରୁ ପ୍ରଜା ଯେତେ ମୈଥୁନେ ହୋଇବେ ଜଗତେ ମୋର ମାୟାରେ ମୋହି ହେବେ ହରସେ ସଂସାର କରିବେ ଶ୍ରୀ ଶୁକ ଉବାଚ ଏତକ କହି ଭଗବାନ ଅଖିଳ ସଂସାର କାରଣ ସ୍ୱପ୍ନେ କହିଲା ପ୍ରାୟ କରି ଅନ୍ତର ହୋଇଲେ ମୁରାରୀ ଏ ଦକ୍ଷ ପ୍ରଜାପତି କଥା କଳ୍ପ ଭେଦର ଯେ ବ୍ୟବସ୍ଥା ବୋଲାଇ ବିପ୍ର ଜଗନ୍ନାଥ ଶ୍ରୀକୃଷ୍ଣ ଚରିତ ଅମୃତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଷଷ୍ଠ ସ୍କନ୍ଧେ ହଂସ ଗୁହ୍ୟ ସ୍ତବ ନାମ ଚତୁର୍ଥ ଅଧ୍ୟାୟ।